କାହାକୁ କପିରାଇଟ୍ ଷ୍ଟ୍ରାଇକ୍ ମାରିନି ଆଜି ପର୍ଯ୍ୟନ୍ତ କି ମାରିବି ନାହିଁ ମଧ୍ୟ। ଆଉ ଯଦି ବାରମ୍ବାର ଏମିତି ମୋର ଆଇଡିକୁ ଆପଣ ମାନେ ସ୍ଲୋ କରିଦେଇକି ଆପଣମାନଙ୍କ ଆଇଡିରେ ପକେଇକି ଆପଣ ଗ୍ରୋ କରିବେ ତାହେଲେ ମୁଁ ବାଧ୍ୟ ହେଇକି ଷ୍ଟ୍ରାଇକ୍ ମାରିବି ଏବଂ ଆଇନର ଆଶ୍ରୟ ନେବି, ଯେଉଁଟାକି ଲିଗାଲ ପ୍ରୋସେସ୍ରେ ମୁଁ ଯିବି। ତେଣୁ ଯଦି ଭଲ ପାଇବା ଅଛି ତାହେଲେ ଭଲ ପାଆନ୍ତୁ, କିନ୍ତୁ ଅଯଥାରେ ଆମ ଭିଡ଼ିଓକୁ ନେଇକି ବା ଫଟୋକୁ ନେଇକି ଅଯଥା ଉପରେ ଲେଖିକି ତାକୁ ପୋଷ୍ଟ କରନ୍ତୁ ନାହିଁ। ସବୁଠୁ ଖୁସି ଲାଗେ ଯେ ଆମ ଭିଡ଼ିଓରେ ଆଜି ପର୍ଯ୍ୟନ୍ତ କେହି ଗୋଟେ ସିଙ୍ଗଲ ବ୍ୟାଡ୍ କମେଣ୍ଟ ଦିଅନ୍ତି ନାହିଁ। ସେଇଟା ହେଉଛି ଆମମାନଙ୍କ ପାଇଁ ଆଶୀର୍ବାଦ। କାହିଁକି ଆମେ ସେମିତି ଖରାପ କଣ୍ଟେଣ୍ଟ କିଛି ଆପଣମାନଙ୍କୁ ଦେଉନୁ, କିଛି ଶିକ୍ଷଣୀୟ ବାର୍ତ୍ତା ଥାଏ, ନହେଲେ ଆପଣମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିଛକ ଓଡ଼ିଆ ଘରର କଥାକୁ କମେଡ଼ି କରିକି ଆପଣମାନଙ୍କ ପାଖରେ ଆମେ ପହଞ୍ଚାଇଥାଉ। ନମସ୍କାର, ଜୟ ଶ୍ରୀ ଜଗନ୍ନାଥ। ଭିଡ଼ିଓଟି କରିବୁନି ବୋଲି ଭାବୁଥିଲୁ, କିନ୍ତୁ ବାଧ୍ୟ ହେଲୁ ଆଜି ଭିଡ଼ିଓଟି କରିବା ପାଇଁ। କାହିଁକି ଆପଣମାନେ ସମସ୍ତେ ଜାଣିଛନ୍ତି ଆମ ଫ୍ୟାମିଲି ବିଷୟରେ। ଆମେ ଦୁଇ ଜଣ ଯାକ ଚାକିରି ଜୀବନ, ତା ଭିତରେ ଏତେ ବ୍ୟସ୍ତରେ ରହିକି ମଧ୍ୟ ଆମେ ଆସିକି ଗୋଟେ ଭିଡ଼ିଓ କରୁ। କାହିଁକି ଆପଣମାନେ ସେତିକି ଶ୍ରଦ୍ଧା, ଭଲ ପାଇବା, ସ୍ନେହ, ଆଶୀର୍ବାଦ ଦେଇଛନ୍ତି ଏବଂ ସେ ଭିଡ଼ିଓରେ କିଛି ଶିକ୍ଷଣୀୟ ଜିନିଷ ଥାଏ, ଆଉ କିଛି ଆପଣଙ୍କ ମୁହଁରେ ହସ ଫୁଟାଇବା ପାଇଁ କମେଡ଼ି ବାର୍ତ୍ତା ଥାଏ। ତ ଗୋଟେ କଣ୍ଟେଣ୍ଟ ତିଆରି କରିବା କେତେ କଷ୍ଟ, ଯିଏ କଣ୍ଟେଣ୍ଟ ତିଆରି କରେ ସିଏ ହିଁ ଜାଣିଛି। ଆମେ ଆପଣ ପ୍ରାୟ ଆମ ଭିଡ଼ିଓ ଦେଖିଥିବେ, ପ୍ରାୟ ରାତିରେ ଆମେ ଭିଡ଼ିଓ କରିଥାଉ, ଲାଇଟ୍ କାମ ହେଇଥାଏ। କାହିଁକିନା ଆମେ ଦୁଇ ଜଣ ଯାକ ଆସିଲା ପରେ ରୋଷେଇବାସ ସରି ଖାଇସାରିଲା ପରେ ରାତି 12ଟା ନାହିଁ, ଘଣ୍ଟେ ନାହିଁ, 2ଟା ନାହିଁ, ଆମେ ଭିଡ଼ିଓ କରୁ। କିନ୍ତୁ ଏମିତି କିଛି ୟୁଜର ଆଇଡି ଅଛନ୍ତି ଯେଉଁମାନେ କି ଆମ ଭିଡ଼ିଓ ପୋଷ୍ଟ ହଉ ହଉ ତାକୁ ଡାଉନଲୋଡ଼ ମାରିକି ତାଙ୍କ ଆଇଡ଼ିରେ ପୋଷ୍ଟ କରିଦେଉଛନ୍ତି ଏବଂ ଆପଣମାନେ ଜାଣିନାହାନ୍ତି ସେଇଟା କାହା ଆଇଡି, ଆପଣମାନେ ତାକୁ ଦେଖୁଛନ୍ତି ଏବଂ ବହୁତ ଭଲ କମେଣ୍ଟ ମଧ୍ୟ ଦିଅନ୍ତି, ବହୁତ ଆଶୀର୍ବାଦ ଦିଅନ୍ତି। ଖୁସି ଲାଗେ ଆଜ୍ଞା ଆପଣମାନଙ୍କର ଆଶୀର୍ବାଦ ବା କମେଣ୍ଟ ସବୁ ପଢ଼ିଲେ। କିନ୍ତୁ କଷ୍ଟ ଲାଗେ ଆଜ୍ଞା ଯେ କଣ୍ଟେଣ୍ଟ ଆମେ ତିଆରି କରୁଛୁ, ବହୁତ ପରିଶ୍ରମ ଲାଗୁଛି ଗୋଟେ କଣ୍ଟେଣ୍ଟ ତିଆରି କରିବା, ତାକୁ କ୍ୟାମେରାରେ ଉତାରିବା, ତାକୁ ଏଡିଟ୍ କରିବା, ତାପରେ BGM ପକାଇବା, ତାପରେ ଆପଣମାନଙ୍କ ପାଖକୁ ପହଞ୍ଚାଇବା। କିନ୍ତୁ ସେମାନେ ଆଜ୍ଞା ବିନା ପରିଶ୍ରମରେ କେବଳ ଗୋଟେ ସେକେଣ୍ଡରେ ଡାଉନଲୋଡ଼ ଏବଂ ତାଙ୍କ ଆଇଡ଼ିରେ ପୋଷ୍ଟ, ଯେଉଁଟାକି ବହୁତ କଷ୍ଟ ଦେଉଛି ଆଜ୍ଞା। ଖାଲି ଫଟୋ ପୋଷ୍ଟ କରୁଥିଲେ ସେଇଟା ବି ଗୋଟେ କଥା, କିନ୍ତୁ ଭିଡ଼ିଓ ଯେଉଁ ସାଙ୍ଗେ ସାଙ୍ଗେ ଡାଉନଲୋଡ କରି ପକେଇ ଦେଉଛନ୍ତି ସେଇଟା ଭାରି କଷ୍ଟ ଲାଗୁଛି। ସେ ଫଟୋ ଉପରେ ବି ଲେଖା ହେଉଛି ଆମ ଯୋଡ଼ି କେମିତି ଲାଗୁଛି, ଆମ ପରିବାର କେମିତି ଲାଗୁଛି। ଗୋଟେ ଜଗନ୍ନାଥଙ୍କ ଉପରେ ଭଜନ କରିଥିଲୁ, ଯଦି ଜଗନ୍ନାଥଙ୍କୁ ଭଲ ପାଉଛନ୍ତି ତାହେଲେ ସେଥିରେ ଗୋଟେ ଲାଇକ୍ଟେ ଦିଅନ୍ତୁ। ଆରେ ପ୍ରଭୁକୁ ତ ସମସ୍ତେ ଭଲ ପାଆନ୍ତି। ଏସବୁ ଜିନିଷ ଆଜ୍ଞା ଆମେ କିଛି ସେ ଫଟୋ ଉପରେ ଲେଖୁନୁ, ସେ ଫଟୋ ଉପରେ ସେମାନେ ହିଁ ଲେଖୁଛନ୍ତି କିଛି ସାମାନ୍ୟ ଲାଇକ୍ ଆଉ କମେଣ୍ଟ ନେବା ପାଇଁ, ସେମାନେ ତାକୁ ପୋଷ୍ଟ କରୁଛନ୍ତି। ଆଉ ବଡ଼ କଷ୍ଟ ଲାଗୁଛି, ଆମେ ସେସବୁ ଜିନିଷ କିଛି ଲେଖୁନୁ। କାହିଁକିନା ଆପଣ ଆମ ପରିବାରକୁ ଆମକୁ କେତେ ଭଲ ପାଆନ୍ତି ଆମେ ଆମ ସବୁ ଭିଡ଼ିଓର କମେଣ୍ଟରେ ପଢ଼ିକି ଜାଣିସାରିଛୁ। ତ ଏସବୁ ଜିନିଷ କରନ୍ତୁନି ପ୍ଲିଜ୍। ଯେଉଁ ୟୁଜର ଆଇଡି ମାନେ ଯେଉଁ ଓଡ଼ିଆ ଷ୍ଟାର କ୍ରିଏସନ, ଆହୁରି କେତେ ସାରା ଆଇଡି ଅଛି ଏମାନେ ସବୁ ୟୁଜ୍ କରୁଛନ୍ତି, ମାନେ ସବୁ ଭିଡ଼ିଓ ନେଇକି ସେମାନେ ପୋଷ୍ଟ କରୁଛନ୍ତି। ଆପଣ ଥରେ ନିଜେ ଗୋଟେ କଣ୍ଟେଣ୍ଟ କ୍ରିଏଟ୍ କରନ୍ତୁ, ତାପରେ ଜାଣିବେ କଣ୍ଟେଣ୍ଟ ତିଆରି କରିବାଟା କେତେ କଷ୍ଟ। ଆଉ ୟା ପରେ ଯଦି ଆପଣମାନେ ବି ସେମିତି କଣ୍ଟେଣ୍ଟକୁ ଚୋରି କରିକି, ଏଇ ଚୋରି ୱାର୍ଡଟାକୁ ମେନସନ୍ କରିବାକୁ ବାଧ୍ୟ ହେଉଛି, ଏଇଟା ବହୁତ କଷ୍ଟ ଲାଗୁଛି କହିବା ପାଇଁ। ଯଦି ଚୋରି କରିକି ଆପଣ କେବେ ବି ଆମ ଭିଡ଼ିଓ ପକେଇଛନ୍ତି ଆପଣଙ୍କ ଆଇଡ଼ିରେ, ତାହେଲେ ଲିଗାଲ ପ୍ରୋସେସ୍ରେ ମୁଁ ଯିବି ଏବଂ ଆଇନର ଆଶ୍ରୟ ନେବି। ଏକ କଥା। ଦ୍ୱିତୀୟ କଥା ହେଉଛି, ଯଦି ଆପଣ କହୁଛନ୍ତି ଆମମାନଙ୍କୁ ଭଲ ପାଉଛନ୍ତି, ଆପଣ ଆମ ଭିଡ଼ିଓ ପୋଷ୍ଟ କରୁଛନ୍ତି, ଠିକ୍ ଅଛି, ଅନ୍ତତଃ ଟାଇମ୍ ତ ଟିକେ ଦିଅନ୍ତୁ। ଆମ ଭିଡ଼ିଓ ପୋଷ୍ଟ ହଉ ମାସେ ପରେ କି 2 ମାସ ପରେ ଆପଣ ପୋଷ୍ଟ କରନ୍ତୁ, କିଛି ନାହିଁ। ଆପଣ ପରିଶ୍ରମ କରୁନାହାନ୍ତି, ଆମେ ପରିଶ୍ରମ କରୁଛୁ ଭିଡ଼ିଓ ବନେଇବା ପାଇଁ। ଆପଣ ବିନା ପରିଶ୍ରମରେ ଡାଉନଲୋଡ଼ ମାରିକି ଭିଡ଼ିଓ ପୋଷ୍ଟ କରୁଛନ୍ତି। ଯଦି ଆପଣ ପୋଷ୍ଟ କରିବାକୁ ଚାହୁଁଛନ୍ତି ଆପଣ ଅନୁମତି ନିଅନ୍ତୁ, ଅନୁମତି ନେଉ ହିଁ ନାହାନ୍ତି। ଆପଣ 2 ମାସ 3 ମାସ ପରେ ପୋଷ୍ଟ କଲେ ମୁଁ ଆଜି କିଛି କହିନଥାନ୍ତି। କିନ୍ତୁ ମୁଁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବି, ସେଠୁ ଡାଉନଲୋଡ଼ ମାରିକି ଆପଣ ଫେସବୁକରେ ପୋଷ୍ଟ କରିଦେଉଛନ୍ତି, ବା ମୁଁ ଫେସବୁକରେ ପୋଷ୍ଟ କରିଥିବି ଆପଣ ତାକୁ ଡାଉନଲୋଡ଼ ମାନେ ହଉ ନ ହଉ ଆପଣ ତାକୁ ଆପଣଙ୍କ ଆଇଡ଼ିରେ ପକାଇ ଦେଉଛନ୍ତି। ବହୁତ କଷ୍ଟ ଲାଗୁଛି ଆଜ୍ଞା। ମୁଁ ଆଇଡ଼ି ଯାଇକି ପୁରା ଚେକ୍ କଲି, ଆପଣଙ୍କ ଆଇଡ଼ିରେ ଗୋଟେ କି ଅରିଜିନାଲ କଣ୍ଟେଣ୍ଟ ନାହିଁ। ଆପଣ ସମସ୍ତଙ୍କର କପି କ୍ୟାଣ୍ଡେଡ୍ ପକାଇଛନ୍ତି ଏବଂ ବିଶେଷ କରି ମାଙ୍କିଆର, ଆମ ଫ୍ୟାମିଲିର ସମସ୍ତ କଣ୍ଟେଣ୍ଟ ଆପଣ ପକାଇଛନ୍ତି। ତେଣୁ ରିକ୍ୱେଷ୍ଟ ଆଜ୍ଞା, ଆପଣ ଏମିତି କରନ୍ତୁନି। ଆଉ ଶ୍ରଦ୍ଧା, ଭଲ ପାଇବା ସିଏ ଗୋଟେ ଜାଗାରେ, କଣ୍ଟେଣ୍ଟ ତିଆରି କରିବା ଗୋଟେ ଜାଗାରେ। ଆମେ ଯାହା ବି କଣ୍ଟେଣ୍ଟ ତିଆରି କରୁଛୁ କିଛି ହିତ ପାଇଁ, ସମାଜର ମଙ୍ଗଳ ପାଇଁ, ଆଉ ଆପଣମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ। ତେଣୁ କେବଳ ମୁଁ ଆପଣମାନଙ୍କୁ ଜଣାଇ ଦେଉଛି ଯେ ଆମ ନିଜ ଆଇଡି ହେଉଛି ଆନ୍ନା କମେଡ଼ି ୟୁଟ୍ୟୁବ ଚ୍ୟାନେଲ, ମାଙ୍କେ କମେଡ଼ି ୟୁଟ୍ୟୁବ ଚ୍ୟାନେଲ, ବେକାରିଆ ନୁକ ଗୁଡ଼ା ୟୁଟ୍ୟୁବ ଚ୍ୟାନେଲ। ବାକି ରହିଲା ପ୍ରୀତିରଞ୍ଜନ ପ୍ରଧାନ ଫେସବୁକ୍ ପେଜ୍, ମାଙ୍କେ କମେଡ଼ି ଫେସବୁକ୍ ପେଜ୍, ଆଇଡି ହେଉଛି ଶିବାଙ୍ଗୀ ପ୍ରଧାନ, ପ୍ରୀତିରଞ୍ଜନ ପ୍ରଧାନ। ଆ ଛଡ଼ା ଆମର କୌଣସି ଚ୍ୟାନେଲ ନାହିଁ ଆଜ୍ଞା। କାହାକୁ କପିରାଇଟ୍ ଷ୍ଟ୍ରାଇକ୍ ମାରିନି ଆଜି ପର୍ଯ୍ୟନ୍ତ କି ମାରିବି ନାହିଁ ମଧ୍ୟ। ଆଉ ଯଦି ବାରମ୍ବାର ଏମିତି ମୋର ଆଇଡିକୁ ଆପଣମାନେ ସ୍ଲୋ କରିଦେଇକି ଆପଣମାନଙ୍କ ଆଇଡ଼ିରେ ପକେଇକି ଆପଣ ଗ୍ରୋ କରିବେ, ତାହେଲେ ମୁଁ ବାଧ୍ୟ ହେଇକି ଷ୍ଟ୍ରାଇକ୍ ମାରିବି ଏବଂ ଆଇନର ଆଶ୍ରୟ ନେବି, ଯେଉଁଟାକି ଲିଗାଲ ପ୍ରୋସେସ୍ରେ ମୁଁ ଯିବି। ତେଣୁ ଯଦି ଭଲ ପାଇବା ଅଛି ତାହେଲେ ଭଲ ପାଆନ୍ତୁ,
କିନ୍ତୁ ଅଯଥାରେ ଆମ ଭିଡ଼ିଓକୁ ନେଇକି ବା ଫଟୋକୁ ନେଇକି ଅଯଥା ଉପରେ ଲେଖିକି ତାକୁ ପୋଷ୍ଟ କରନ୍ତୁ ନାହିଁ ପ୍ଲିଜ୍। ଜୟ ଜଗନ୍ନାଥ।